ସେମାନେ କେବେ ଅନ୍ତରର ଭକ୍ତି ସହିତ ତୁମ ପାଖରେ ପୁଷ୍ପାଞ୍ଜଳି ଦିଅନ୍ତି? ସେମାନେ ତୁମକୁ ପୂଜା କରନ୍ତି କେବଳ ଅଧିକରୁ ଅଧିକ ପାଇବାର ଆଶା ନେଇ। କିନ୍ତୁ ମୋ ବନ୍ଧୁମାନେ କେବଳ ନିଷ୍କାମ ହୃଦୟରେ ମୋର ଦର୍ଶନ କରିବାକୁ ଧାଇଁ ଆସନ୍ତି ବ୍ୟାକୁଳ ଚିତ୍ତରେ ମୋ ପାଖକୁ। ପ୍ରଭୁ, ତମର ସେଇ ବନ୍ଧୁଙ୍କୁ ଦର୍ଶନ କରିବା ପାଇଁ ମୋ ମନ ବି ଖୁବ୍ ଚଞ୍ଚଳ ହୋଇ ଉଠିଲାଣି। ହଉ, ବନ୍ଧୁ ମୋର ଆସିଲେ ବଳି ଦେଖିବ। ତୁମେ ତେବେ ଏବେ ବିଶ୍ରାମ ନିଅ ପ୍ରଭୁ। ବନ୍ଧୁ ଯେତେବେଳେ ଆସିବେ ସେତେବେଳେ ତାଙ୍କୁ ପାଛୋଟି ଆଣିବ। ଏତେବେଳୁ ଅନିଦ୍ରା ରହି ଚିନ୍ତା କଲେ କ'ଣ ହବ? ସେହି ଚିନ୍ତାରେ ହିଁ ସବୁ ଅଛି କମଳା। ଚିନ୍ତାମଣି ହୁଏ ଚିନ୍ତା ଛାଡ଼ିଦେଲେ ଜଗତ ଯେ ରସାତଳଗାମୀ ହେଇଯିବ। ମୋ ବନ୍ଧୁ ଆଖିରେ ଯେତେବେଳେ ଯାଏ ପଲକ ପଡ଼ିନି, ମୋ ଆଖିକି ନିଦ ଆସିବ କିପରି? 60 କୋଟି ଭୋଗ ଖାଇ ସେବା ପୂଜା ପାଇଁ ଆନନ୍ଦରେ ଅଛି ବୋଲି ମୁଁ କ'ଣ ମୋ ବନ୍ଧୁର ଅନ୍ତର ବୁଝିପାରୁନି? ବନ୍ଧୁଙ୍କ ଦୁଃଖରେ ସ୍ୱୟଂ ଜଗତ ଠାକୁର ଯେତେବେଳେ ଦୁଃଖୀ, କମଳା କ'ଣ ସେ ଦୁଃଖରେ ଭାଗି ନୁହେଁ ପ୍ରଭୁ? ତୁମ ବନ୍ଧୁଙ୍କୁ ସଂଖାଇବା ପାଇଁ ମୁଁ ବି ଆଗ୍ରହରେ ତୁମ ସହିତ ଚାହିଁ ରହିଛି ପ୍ରଭୁ। ବେଶ, ଯାହା ଦେବି କମଳିନୀଙ୍କ ଇଚ୍ଛା। ବାଟ ଚାଲି ଚାଲି ପାଦ ଥକି ଗଲାଣି। ତମ ବନ୍ଧୁ ଘର କେତେ ଦୂର ଯେ? ଆଉ ବାଟ ଚାଲିବାକୁ ପଡ଼ିବ ନାହିଁ କନକ। ଏଇ ପରା ମୋ ବନ୍ଧୁଙ୍କ ଘର। ଏଇଟା? କିନ୍ତୁ ଏଇଟା ତ ଗୋଟେ ମନ୍ଦିର। ହଁ, ଏଇଠି ମୋ ବନ୍ଧୁ ରୁହନ୍ତି। ତୁମେ ପିଲାକୁ ଧରି ଏଇଠି ବସିଥା। ମୁଁ ବନ୍ଧୁକୁ ଦେଖା କରି ଏଇ ସାଙ୍ଗେ ସାଙ୍ଗେ ଆସୁଛି। ପିଲାଟି ତ ଚାଲି ଚାଲି ଭୋକରେ ଡହଳ ବିକଳ ହେଇଗଲେଣି। ଆଉ ଚିନ୍ତା କର ନାହିଁ କନକ, ଏବେଠାରୁ ଆମ ଦୁଃଖ ଗଲା ବୋଲି ଜାଣ। ତୁମେ ନିଶ୍ଚିନ୍ତ ଏଇଠି ବସିଥା, ମୁଁ ସାଙ୍ଗେ ସାଙ୍ଗେ ବନ୍ଧୁକୁ ଦେଖା କରି ଆସୁଛି। ମୋ ଭାଇ ଭୋକ ହଉଛି। ବାପା ସାଙ୍ଗେ ସାଙ୍ଗେ ଆସୁଥିବେ। ଆଜି ତ ମୋ ବନ୍ଧୁ ନିଦରେ ଶୋଇପଡ଼ିଲେଣି। ପହର ପଡ଼ିଛି ନା, ଏବେ ତାଙ୍କ ଦେଖା କରିବାଟା ଠିକ୍ ହେବନି। ମୁଁ ଏଇଠି ରହି ଖାଲି ଆସିଛି ବୋଲି ତାଙ୍କୁ ଟିକେ ଜଣେଇଦିଏ। ବନ୍ଧୁ, ମୁଁ ତୁମକୁ ଦେଖା କରିବାକୁ ଆସିଥିଲି କେତେ ବଡ଼ ଆଶା ନେଇ, ହେଲେ ତୁମ ସହିତ
ଦେଖା ହେଇପାରିଲା ନା। ଯାଉଛି, ରାତି ପାଇଲେ ତୁମ ପହର ଖୋଲିଲେ ମୁଁ ଆଉ ଥରେ ଆସି ଦେଖା କରିବି। କ'ଣ ବନ୍ଧୁଙ୍କ ସାଙ୍ଗେ ଦେଖା ହେଲା? ନା ଦେଖା ହେଲାନି? ନା, ଆଜି ବନ୍ଧୁଙ୍କର ପହର ପଡ଼ିଯାଇଛି। ସେ ଶୋଇପଡ଼ିଛନ୍ତି। ମୁଁ ତାଙ୍କୁ ଦେଖା ନ କରି ଚାଲି ଆସିଲି। କାଲି ସକାଳେ ଯାଇ ଦେଖା କରିବି। ଆଜି ତାହେଲେ ଏ ରାତିଟାରେ ରହିବା କୋଉଠି? ବନ୍ଧୁଙ୍କର ଆମର ଏତେ ଜାଗା ପଡ଼ିଛି, ରାତିଟା ରହିବାକୁ କ'ଣ କୋଉଠି ମିଳିବ ନାହିଁ? ହଉ ଚାଲ। ବାବା